ଆଜ୍ଞା ନମସ୍କାର। ଆଜ୍ଞା ମୁଁ ମୀନାକ୍ଷୀ ଗୁରୁ। ଏଇ କିଛି ଦିନ ହେଲା 15 ଦିନ ହେଲା ଆଉ ଆମର ଯୋଉ ସରସ୍ୱତୀ ସାହୁଙ୍କର ସେ ମୋ ଶାଶୁ ମା ଲାଗିବେ ତାଙ୍କ ପୁଅଙ୍କୁ ମୁଁ ମ୍ୟାରେଜ କରିଛି। ଏଇ 15 ଦିନ ହେଲା ଆମର କୋର୍ଟ ମ୍ୟାରେଜ ସରିଛି। ଆମେ ସବୁ ସାଥି ସାଙ୍ଗ ହେଇକି ରହୁଥିଲେ। ଆଉ ଏଇ କିଛି ଦିନ ହେଲା ଆଗରୁ ଜୟଦେବ ଲେଙ୍କା ମୋ ପଛରେ ପଡିଥିଲା ଯେ କହିଲା ଆଉ ତତେ ମୁଁ ଭଲ ପାଉଛି, ଆଉ ତୁ ଯଦି ମତେ ନ ବାହା ହବୁ ତାହେଲେ ତତେ ମୁଁ ଏସିଡ୍ ଢାଳି ଦେମି, କିରୋସିନ ତୋ ଉପରେ ଢାଳି ଦେମି, ଆଉ ତତେ ମିଛରେ ବଦନାମ କରିକିନା ସବୁ କିଛି ତୋର ପୁରା ଇଜ୍ଜତ ପୁରା ସବୁ ମାଟିରେ ମିଶେଇ ଦେମି। ମତେ ବହୁତ କିଛି ଧମକ ଦେଇଥିଲେ। ଆଜ୍ଞା ମୁଁ ଯେମିତି ନ ମାନିଲି, ଯେମିତି ସରସ୍ୱତୀ ସାହୁଙ୍କର ରଞ୍ଜିତ ସାହୁଙ୍କୁ ଯେତେବେଳେ ମୁଁ ମ୍ୟାରେଜ କରିଦେଲି, ସେତିକା ବେଳେ ଏଇ 27 ତାରିଖରେ ସେ ଜୟଦେବ ଲେଙ୍କା ଆମକୁ ବ୍ଲାକମେଲ କରିକିନା ଏ ଫଟୋ ଆମର ପାଇକି, ଫଟୋ ଆମେ ଫେସବୁକ ରେ ରଖିଥିଲେ, ଷ୍ଟାଟସ ପକେଇଥିଲେ, ସେ ଷ୍ଟାଟସ ରୁ ଫଟୋ ନେଇକି ଆମକୁ ବ୍ଲାକମେଲ କରୁଛି ଯେ କହୁଛି ଆଉ ସରସ୍ୱତୀ ସାହୁ ତାଙ୍କ ଜନ୍ମିତ ପୁଅକୁ ଜନ୍ମିତ ଝିଅକୁ ମ୍ୟାରେଜ କରିଦେଇଛନ୍ତି। ଆଜ୍ଞା କୋଉ ମା ନିଜ ଜନ୍ମିତ ଝିଅକୁ ଜନ୍ମିତ ପୁଅକୁ କେବେ ମ୍ୟାରେଜ କଲେଣି? ନା ସେ ଜୟଦେବ ଲେଙ୍କା ସେଇଭଳିଆ ବାଷ୍ଟାର୍ଡ ଟା ବୋଲି ସେ ସେଥିପାଇଁ ଆମକୁ ମିଛରେ ବଦନାମ କରୁଛି। ଆମେ ଏବେ ଚାହୁଁ ଯେ ସେ ବାଷ୍ଟାର୍ଡ ଜୟଦେବ ଲେଙ୍କାକୁ ତାକୁ ଆରେଷ୍ଟ କରାଯାଉ, ଆମକୁ ନ୍ୟାୟ ଦିଆଯାଉ। ଯଦି ନ୍ୟାୟ ସାର୍ ନ ଦେବେ ଆମକୁ ଏଇ ଥାନା ଦୁଆର ଆଗରେ ଆମେ ଆତ୍ମହତ୍ୟା ଦବୁ। ଏଇଠି କିରୋସିନ ଢାଳିମି, ପେଟ୍ରୋଲ ଢାଳିମି, ଏଇଠି ମରିମି, କାହିଁକିନା ଇଜ୍ଜତ ଗଲାଣି, ଆଉ ମାଟିରେ ଚାଲି ହଉନି। ଆଜ୍ଞା ସେ ମିଛରେ ବଦନାମ କରୁଛି। କାହିଁକି ନା ଆମଠୁ ସେ ଏଇ ମଝିରେ ଯେତେବେଳେ ମତେ ସେ କହିଥିଲେ ପେଟ୍ରୋଲ ଢାଳିଦେବେ ବୋଲି ମୋ ଉପରେ, ନ ବାହା ହେମି ଯଦି ସେ କହିଥିଲେ। ଆଉ ଯେତେବେଳେ ମୁଁ ମ୍ୟାରେଜ କରିଦେଲି ରଞ୍ଜିତ ସାହୁଙ୍କୁ, ସରସ୍ୱତୀ ସାହୁଙ୍କ ପୁଅ ରଞ୍ଜିତ ସାହୁଙ୍କୁ ଯେତେବେଳେ ମ୍ୟାରେଜ କଲି, ସେ ସେଇ ଟାଇମରେ ଏଇ ପ୍ରତିଶୋଧ ନବା ପାଇଁ ସେ ମିଛରେ ଏମିତି କରିଛନ୍ତି। ଦେଖା ହେଇଥିଲା ଆମର ଧର୍ମଶାଳାରେ। ଆଜ୍ଞା ସେ କଣ କେମିତି କଲେ, ଆମ ଘର ତ ସେଇ ଧର୍ମଶାଳାରୁ ହବ 8 କିଲୋମିଟର ହବ କି 10 କିଲୋମିଟର ହବ। ସେ ସେଇଠି ଯାଇକି ଆମ ଘର ପାଖରେ ବାର ଯାଇକିନା ସେଠି ମାନେ ଦୁନିଆ ଇଏ କରନ୍ତି। ତାକୁ ତା ହାତରେ ମେଚେ ଗୁଣ୍ଡା ବି ଅଛି। ଜୟଦେବ ଲେଙ୍କା ହାତରେ ବନ୍ଧୁକ ବି ନେଇକି ଯାଇଛି ବହୁତ ଥର ଜୟଦେବ ଲେଙ୍କା। ୱାନ୍ ସାଇଡ ଲଭ୍ କରିଥିଲେ। ଆଉ ଆଜ୍ଞା ଆୟୁଷୀ ମ୍ୟାଡମଙ୍କ ସାଙ୍ଗେ କଥା ହେଲେ ସେ କହିଛନ୍ତି ତ ନ୍ୟାୟ ଦେବେ ବୋଲି। ଆମେ ତ ଏଇଠି ଅଛୁ, ଦେଖିବା କଣ ନ୍ୟାୟ ଦଉଛନ୍ତି। ଆଉ ଆମକୁ ଜୟଦେବ ଲେଙ୍କା ଦରକାର, ଆମକୁ ନ୍ୟାୟ ଦରକାର। ଆଉ ଯଦି ନ୍ୟାୟ ନ ଦେବେ ଏଇଠି ଆତ୍ମହତ୍ୟା ଦବୁ। ନମସ୍କାର, ମୁଁ ସରସ୍ୱତୀ ସାହୁ ମହିଳା ଥାନା ଦ୍ୱାରସ୍ଥ ହେଇଛୁ। ଜୟଦେବ ନାମକ ଜଣେ ବ୍ୟକ୍ତି ସେ ବାରମ୍ବାର ଅଶ୍ଳୀଳ ଫଟୋ ଛାଡୁଛି ମୀନାକ୍ଷୀ ଗୁରୁର। 27 ତାରିଖରେ ମୀନାକ୍ଷୀ ଗୁରୁ ମୋ ନାଁ ସରସ୍ୱତୀ ସାହୁ। ମୀନାକ୍ଷୀ ଗୁରୁ ମୋର ଝିଅ ନୁହଁ। 27 ତାରିଖ ଦିନ ଗୋଟେ ଭିଡିଓ ଛାଡିছে, ଜନ୍ମିତ ଝିଅକୁ ସରସ୍ୱତୀ ସାହୁ ବାହାଘର କରିଦେଇଛନ୍ତି। 27 ତାରିଖରୁ ଆମର ଆତ୍ମସମ୍ମାନ ଯାଇଛି, ଆମେ ଘରୁ ବାହାରି ପାରୁନୁ, ଆମକୁ ଲଜ୍ଜା ଲାଗୁଛି। ମୀନାକ୍ଷୀ ଗୁରୁର ଆଧାର କାର୍ଡ ଦେଖାଯାଉ, ତା ପିତା ଅଜୟ ଗୁରୁ, ମୋ ଘର କତିରୁ 6-7 କିଲୋମିଟର ତା ଘର। ମୁଁ ସରସ୍ୱତୀ ସାହୁ, ମୋ ସ୍ୱାମୀ ସ୍ୱର୍ଗତ ପ୍ରଦୀପ ସାହୁ। ସିଏ ମୋର ଝିଅ ନୁହଁ, ମୁଁ ତା ମା ନୁହଁ। ସିଏ ମୋ ପୁଅକୁ ବାହା ହେଇଛି, ମୋ ବୋଉକୁ କଣ ମୁଁ ଝିଅ କହିବିନି ନା? ବୋଉଟା ଝିଅ ହେଇପାରିବନି? ସିଏ ମୋ ବଡ ପୁଅକୁ ବାହା ହେଇଛି, ସିଏ ମୋ ବୋଉ, ମୁଁ ତାକୁ ଝିଅ ଡାକେ। ଇଏ ବର୍ତ୍ତମାନ ସୋସିଆଲ ମିଡିଆରେ ଛାଡିଛି ଜନ୍ମିତ ପୁଅକୁ ଜନ୍ମିତ ଝିଅକୁ ବାହାଘର କରିଦେଇଛି। ଆମର ଆତ୍ମସମ୍ମାନ ଯାଇଛି, ଆମେ ଆଉ ଚାଲି ବସି ପାରୁନୁ। ଆକୁ ଆଗରୁ କହୁଥିଲା ମୁଁ ତତେ ବାହା ହେମି, ତତେ ଏସିଡ୍ ଢାଳିକି ପୋଡିଦେମି ଯଦି ମତେ ବାହା ନ ହବୁ। ଏଇ ଭୁବନେଶ୍ୱର ଧମକ ଦେଇଥିଲା, ଧର୍ମଶାଳାରେ ଧମକ ଦେଇଥିଲା। ତାପରେ ଆର ଗୋଟେ ଅଧା ଫଟୋ ଥରେ ଭୁବନେଶ୍ୱରରୁ ନେଇ ଯାଇକି ଛାଡିଥିଲା। ଆମେ ବି ଗାଳି ଗୁଲଜ ବହୁତ କରିଥିଲୁ। ଏବେ ପୁଅ ମୋର ବାହା ହେଇଛି 15 ଦିନ ହେଲା, କୋର୍ଟ ମ୍ୟାରେଜ କରିଛି। ବୋଉକୁ ମୁଁ ଝିଅ ଡାକିଛି। ସେ 27 ତାରିଖରେ ଯୋଉ ଭିଡିଓ କରିଛି, ଜନ୍ମିତ ପୁଅକୁ ଜନ୍ମିତ ଝିଅ ବାହାଘର କରିଦେଇଛି। ମୋର ଝିଅ ନାହିଁ, ମୋର 2 ପୁଅ ଝିଅ ନାହିଁ। ଏବେ ମହିଳା ଥାନା ଦ୍ୱାରସ୍ଥ ହେଇଛୁ, ମୋର ବୋଉକୁ ନ୍ୟାୟ ଦିଆଯାଉ, ଜୟଦେବ ଲେଙ୍କାକୁ ଆରେଷ୍ଟ କରାଯାଉ। ଯଦି ମୋ ବୋଉକୁ ନ୍ୟାୟ ନ ଦିଆଯିବ, ମୁଁ ସରସ୍ୱତୀ ସାହୁ ମୋର ଆତ୍ମସମ୍ମାନ ମୁଁ ଯଦି ଫେରି ନ ପାଇମି, ଆମେ ସୌମ୍ୟା ବିଶି ଭଳିଆ ଆତ୍ମହୂତି ଦମୁ। ଏମିତିକା ଛୋଟ ବଡ଼ ଖବର ଦେଖିବା ପାଇଁ ଆମ ଚ୍ୟାନେଲକୁ ଲାଇକ୍ କରନ୍ତୁ, ସବସ୍କ୍ରାଇବ୍ କରନ୍ତୁ ଏବଂ ନ୍ୟୁଜ୍ଟିକୁ ସେୟାର କରନ୍ତୁ।